ମୁଁ ଏବେ ଜଗନ୍ନାଥ ମହାପ୍ରଭୁଙ୍କର ମୁଖ୍ୟ ମୂଲ୍ୟ ହିସାବରେ କାମ କରୁଛି। କୃଷି ସଚିବ ହିସାବରେ ଏଇଠି ମୁଁ ଦରମା ପାଏ, କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କର ମୁଖ୍ୟ ମୂଲ୍ୟ ହିସାବରେ ତାଙ୍କର ବି କିଛିଟା ସେବା କରେ। ସେଇଠି ମହାପ୍ରସାଦ ଆମେ ଯାହା ରନ୍ଧା ହଉଛି, ଯୋଉ ଚାଉଳରେ ରନ୍ଧା ହଉଛି, ହୁଏତ ତାହା ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ହଉଛି। ଆମେ ଆଗାମୀ ଦିନରେ ତାକୁ କିଭଳି ଭାବରେ ଜୈବିକ ପଦ୍ଧତିରେ ଚାଷ କରିବା ତା ଉପରେ ଆମେ ଗୁରୁତ୍ୱ ଦେବୁ। ଯୋଉ ଚାଷୀ ଭାଇ ଭଉଣୀ ମାନେ କ୍ଲଷ୍ଟର ମୋଡରେ if they wish to take up a good quantum of such organic rice cultivation in a particular area, we would like to promote them not only from the department जगन्नाथ महाप्रभुଙ୍କର सेवा बा जगन्नाथ महाप्रभुଙ୍କ ଉପରେ समर्पण राज्य सरकारଙ୍କର ଗୋଟେ ପ୍ରାଥମିକ ଦାୟିତ୍ୱ ରହିଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି, ତେଣୁ ଆମେ ନିଶ୍ଚିତ ଭାବରେ ଏହି ପ୍ରସ୍ତାବ ରଖିଲେ ରାଜ୍ୟ ସରକାର ଗ୍ରହଣ କରିବେ ଏବଂ ଆଗାମୀ ଦିନରେ ଜୈବିକ ପଦ୍ଧତିରେ ଉତ୍ପାଦନ ହୋଇଥିବା ଚାଉଳ ମହାପ୍ରଭୁଙ୍କୁ ସମର୍ପଣ କରାଯିବ ମହାପ୍ରସାଦରେ। ଏହା ଆମେ କାମନା କରୁଛୁ। ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ନିଶ୍ଚିତ ଭାବରେ ଆମେ ସଫଳ ହେବୁ। ମୁଁ ଏବେ ଜଗନ୍ନାଥ ମହାପ୍ରଭୁଙ୍କର ମୁଖ୍ୟ ମୂଲ୍ୟ ହିସାବରେ କାମ କରୁଛି। କୃଷି ସଚିବ ହିସାବରେ ଏଇଠି ମୁଁ ଦରମା ପାଏ, କିନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କର ମୁଖ୍ୟ ମୂଲ୍ୟ ହିସାବରେ ତାଙ୍କର ବି କିଛିଟା ସେବା କରେ। ସେଇଠି ମହାପ୍ରସାଦ ଆମେ ଯାହା ରନ୍ଧା ହଉଛି, ଯୋଉ ଚାଉଳରେ ରନ୍ଧା ହଉଛି, ହୁଏତ ତାହା ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ହଉଛି। ଆମେ ଆଗାମୀ ଦିନରେ ତାକୁ କିଭଳି ଭାବରେ ଜୈବିକ ପଦ୍ଧତିରେ ଚାଷ କରିବା ତା ଉପରେ ଆମେ ଗୁରୁତ୍ୱ ଦେବୁ। ଯୋଉ ଚାଷୀ ଭାଇ ଭଉଣୀ ମାନେ କ୍ଲଷ୍ଟର ମୋଡରେ if they wish to take up a good quantum of such organic rice cultivation in a particular area, we would like to promote them not only from the department ଜଗନ୍ନାଥ ମହାପ୍ରଭୁଙ୍କର ସେବା ବା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ସମର୍ପଣ राज्य सरकारଙ୍କର ଗୋଟେ ପ୍ରାଥମିକ ଦାୟିତ୍ୱ ରହିଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି, ତେଣୁ ଆମେ ନିଶ୍ଚିତ ଭାବରେ ଏହି ପ୍ରସ୍ତାବ ରଖିଲେ ରାଜ୍ୟ ସରକାର ଗ୍ରହଣ କରିବେ ଏବଂ ଆଗାମୀ ଦିନରେ ଜୈବିକ ପଦ୍ଧତିରେ ଉତ୍ପାଦନ ହୋଇଥିବା ଚାଉଳ ମହାପ୍ରଭୁଙ୍କୁ ସମର୍ପଣ କରାଯିବ ମହାପ୍ରସାଦରେ। ଏହା ଆମେ କାମନା କରୁଛୁ। ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ନିଶ୍ଚିତ ଭାବରେ ଆମେ ସଫଳ ହେବୁ।